ଏହି ଖରା ଦିନରେ ଥଣ୍ଡା ଥଣ୍ଡା ଲସି ପିଇବା ପାଇଁ ସମସ୍ତଙ୍କୁ ବହୁତ ପସନ୍ଦ। ଯେତେ ଖରାରେ ଆପଣ ଆସିଥାନ୍ତୁ ନା କାହିଁକି, ଯଦି ଏଇଭଳିଆ ଲସି ଗୋଟେ ଗ୍ଲାସ ମିଳିଯିବ ନା, ଦେଖିବେ ପେଟ ମନ ଆତ୍ମା ପୁରା ଶାନ୍ତି ହେଇଯିବ। ଭିଡିଓକୁ ସମ୍ପୂର୍ଣ୍ଣ ଦେଖିବା ପାଇଁ ଅନୁରୋଧ ରହିଲା। ନମସ୍କାର, ରୋଜି ହାଣ୍ଡିଶାଳକୁ ଆପଣମାନଙ୍କୁ ଅନେକ ଅନେକ ସ୍ୱାଗତ। ଖରା ତ ଷ୍ଟାର୍ଟ ହେଇଗଲାଣି, ଆଉ ଆଗକୁ ଆସୁଛି ସାବିତ୍ରୀ। ତ ଚାଲନ୍ତୁ ବାହାରେ ମିଳୁଥିବା ଲସିଠୁ ବି ଅଧିକ ଟେଷ୍ଟି ଆଉ ହେଲ୍ଦି ଲସି ତିଆରି କରିବା। ଆଉ ଏହି ଲସି ତିଆରି କରିବା ପାଇଁ ଆପଣଙ୍କୁ ମାତ୍ର 5 ମିନିଟ୍ ସମୟ ଲାଗିବ। ଆଉ ଆପଣ ମାର୍କେଟରେ ମିଳୁଥିବା ଗୋଟେ ଗ୍ଲାସ ଲସି ଦାମରେ ଘରେ ଅତି ସହଜରେ 3 ରୁ 4 ଗ୍ଲାସ ଲସି ବନେଇକି ଲସିର ମଜା ନେଇପାରିବେ। ତ ଚାଲନ୍ତୁ ଡେରି ନ କରି ଏହି ଟେଷ୍ଟି ଆଉ ହେଲ୍ଦି ଲସି ବନେଇବା ଷ୍ଟାର୍ଟ କରିବା। ଲସି ତିଆରି କରିବା ପାଇଁ ପ୍ରଥମେ ଗୋଟେ ମିକ୍ସିଂ ଜାର୍ ନେଇଯିବା, ଆଉ ସେଥିରେ ଦେଇଦେବା 400 ଗ୍ରାମର ଦହି। ଏଠି ଫ୍ରେଶ ଦହି ନେବେ, ଖଟା ଦହି ବିଲକୁଲ ବି ନେବେନି। ଆଉ ମିଠା ଅନୁସାରେ ଦେଇଦେବା ଚିନି। ଆପଣଙ୍କୁ କେତେ ମିଠା ପସନ୍ଦ ସେଇ ହିସାବରେ କମ ବେଶୀ କରିପାରିବେ। ଏଠି ମୁଁ 5 ଚାମଚ ଚିନି ଆଡ୍ କରିଛି। ଏବେ ଆକୁ ଆମେ ଭଲ ଭାବେ ଗ୍ରାଇଣ୍ଡ କରିକି ନେଇ ଆସିବା। ଏଇଠି ଦେଖନ୍ତୁ ମୁଁ ଭଲ ଭାବେ ଗ୍ରାଇଣ୍ଡ କରିକି ନେଇ ଆସିଲି। ଏବେ ଏଥିରେ କିଛି ଦେଇଦେବା ଆଇସ୍ କ୍ୟୁବ। ଏଇଠି ମୁଁ 5 ରୁ 6 ଖଣ୍ଡ ଆଇସ୍ କ୍ୟୁବ ପକେଇଲି। ଏଠି ଆପଣ ଅଧିକ ପକେଇ ପାରିବେ। ଯେତେ ଅଧିକ ଆଇସ୍ କ୍ୟୁବ ପକେଇବେ ଆପଣଙ୍କର ସେତିକି ପତଲା ହେଇକି ତିଆରି ହବ ଲସି। ଏବେ ଆକୁ ଆମେ ପୁଣି ଥରେ ଗ୍ରାଇଣ୍ଡ କରିକି ନେଇ ଆସିବା। ଗ୍ରାଇଣ୍ଡ କଲା ବେଳେ ଆପଣ ଏଠି ପାଖାପାଖି 2 ମିନିଟ୍ ଦହିକୁ ଗ୍ରାଇଣ୍ଡ କରିନେବେ, ଯାହାଦ୍ୱାରା ପୁରା ଫେଣ ହେଇକି ତିଆରି ହେବ। ମୁଁ ଏତିକି ଦହିକୁ ଗାଢା ରଖିଛି, ଆପଣ ଚାହିଁଲେ ଆଉ ଟିକେ ପତଲା କରିପାରିବେ, କିନ୍ତୁ ଆମେ ଘରେ ବନଉଛନ୍ତି ସେଥିପାଇଁ ଏତିକି ଟେକ୍ସଚର ରହିବା ନିହାତି ଦରକାର। ଏବେ ଆକୁ ଆମେ ସର୍ଭ କରିବା, ସେଥିପାଇଁ ମୁଁ 2ଟି ଗ୍ଲାସ ନେଇଗଲି। ଆଉ ପ୍ରଥମେ ଆମେ କିଛି ଆଇସ୍ କ୍ୟୁବ ଦେଇଦେବା, ତାପରେ ଆମେ ଲସି ଆଡ୍ କରିବା। ଆଉ ଏଠି ଆମେ ଗ୍ଲାସ ଫୁଲ କରିବାନି, ଟିକେ ଗ୍ୟାପ ରେ ରଖିଥିବା, ଯାହା ଫଳରେ ଏଥିରେ ଆମେ ବାକି ସବୁ ଜିନିଷ ଆଡ୍ କରିପାରିବା। ଆଶା କରିବି ଆଜିର ରେସିପିଟି ଆପଣମାନଙ୍କୁ ଭଲ ଲାଗିବ। ଭଲ ଲାଗିଲେ ଭିଡିଓକୁ ଲାଇକ୍ କରିବେ, ସେୟାର କରିବେ, ଚ୍ୟାନେଲରେ ନୂଆ ଥିଲେ ଚ୍ୟାନେଲକୁ ସବସ୍କ୍ରାଇବ କରିନେବେ। ଏଥିରେ ମୁଁ ଏବେ ଦେଇ ଦଉଛି ନଡିଆ କୋରା। ତ ଆପଣ ଯାହା ପସନ୍ଦ କରନ୍ତି ଆପଣଙ୍କ ପସନ୍ଦ ଅନୁସାରେ ଆଡ୍ କରନ୍ତୁ। ଆଜିର ଏହି ଲସିକୁ ଘରେ ତିଆରି କଲେ ଆପଣଙ୍କର ପସନ୍ଦ ଅନୁସାରେ ସବୁ ଜିନିଷକୁ ଆଡ୍ କରିପାରିବେ। ପିଇବା ପାଇଁ ଏତେ ଟେଷ୍ଟି ଲାଗିବ ଯେ ଆପଣ ମାର୍କେଟରେ ଲସି ପିଇବା ହିଁ ଭୁଲିଯିବେ। ନଡିଆ କୋରା ଦେଇ ସାରିବା ପରେ ଏବେ ଆଡ୍ କରିବା ଛେନା। ଆପଣଙ୍କୁ ଯଦି ଛେନା ପସନ୍ଦ ନୁହେଁ ଆପଣ ଏଠି ଛେନାକୁ ମଧ୍ୟ ସ୍କିପ୍ କରିପାରିବେ। ତାପରେ ଆଡ୍ କରିବା ବନବିଟା। ବନବିଟା ଆଡ୍ କରିବା ଦ୍ୱାରା ଏହାର ଟେଷ୍ଟ ପୁରା ମାର୍କେଟ ଲସି ଭଳି ରହିଥାଏ। 1 ରୁ 1.5 ଚାମଚ ବନବିଟା ଆଡ୍ କରିବେ। ଏବେ କିଛି କାଜୁ କିସମିସ ମଧ୍ୟ ଦେଇଦେବା, ଯାହା ଦ୍ୱାରା ଦେଖିବା ପାଇଁ ପୁରା ସୁନ୍ଦର ଲାଗିବ। ଆଉ ପିଇବା ପାଇଁ ଏହାର ଟେଷ୍ଟ ପୁରାପୁରି ମାର୍କେଟରେ ମିଳୁଥିବା ଲସି ପରି ହେଇଥାଏ। ଏଠି ଆମେ ଯୋଉ ଲସି ତିଆରି କରିଛେ 4 ରୁ 5 ଜଣଙ୍କୁ ସର୍ଭ କରିପାରିବେ, କିନ୍ତୁ ଗ୍ଲାସ ଉପରେ ରହିଲା କଥା ଆପଣ କେତେ ବଡ ସାଇଜର ଗ୍ଲାସ ନେଇଛନ୍ତି ସେଇ ଅନୁସାରେ ସର୍ଭ କରିପାରିବେ। ଲାଷ୍ଟରେ ଆମେ ଚେରି ଆଡ୍ କରିବା, ଯାହା ଦ୍ୱାରା ଲସି ଆମର ସୁନ୍ଦର ଦେଖାଯିବ, ବିଲକୁଲ ମାର୍କେଟରେ ମିଳୁଥିବା ଲସି ପରି। ଏଇଠି ଦେଖନ୍ତୁ ମାର୍କେଟଠୁ ବି ଅଧିକ ଟେଷ୍ଟି ଆଉ ହେଲ୍ଦି ଲସି ଆମେ ଘରେ ତିଆରି କଲେ। ଆମକୁ ଲସି ତିଆରି କରିବା ପାଇଁ 5 ମିନିଟ୍ ସମୟ ଲାଗିବ। ଆକୁ ବନେଇବା ଯେତିକି ସହଜ, ପିଇବାକୁ ମଧ୍ୟ ସେତିକି ଟେଷ୍ଟି ଲାଗିବ। ତ ଆପଣ ମୁଁ କହିଥିବା ପ୍ରୋସେସରେ ଲସି ବନାନ୍ତୁ। ବନେଇ ସାରିବା ପରେ କେମିତି ଲାଗିଲା ଆପଣଙ୍କ ଅନୁଭୂତି ମୋ ସହିତ ସେୟାର କରନ୍ତୁ। ଆଜି ପାଇଁ ରହିଲି, ପୁଣି ଆସିବି ଆଉ ଗୋଟେ ନୂଆ ରେସିପି ନେଇକି। ସେ ପର୍ଯ୍ୟନ୍ତ ରହିଲି, ନମସ୍କାର, ଜୟ ଜଗନ୍ନାଥ।